ଯେତେବେଳେ ଗାଁକୁ ଗାଁ ଯିବେ ସେତେବେଳେ ଗାଁର ବାସ୍ତବ ଚିତ୍ରଟା ଦେଖିବେ। ଯେତେବେଳେ ଲୋକଙ୍କ ସହିତ ମିଶିବେ ସେତେବେଳେ ଲୋକ ସମସ୍ୟା ବିଷୟରେ ଜାଣିବେ। ଆଉ ସେ ତାଙ୍କ କଥା କହିବେ, ଲୋକେ ତାଙ୍କ କଥା କହିବେ, ଲୋକ ତାଙ୍କ ଅନୁଭବର କଥା କହିବେ। ସେ ବର୍ତ୍ତମାନ ସ୍ୱପ୍ନ ମହଲରେ ଅଛନ୍ତି, ସ୍ୱପ୍ନ ବିଳାସୀ ସାଜିଛନ୍ତି। କିନ୍ତୁ ଗାଁରେ ଯଦି ଯାଆନ୍ତି ଯଦିଟା ଗୁରୁତ୍ୱପୂର୍ଣ୍ଣ, ଯଦି ଯାଆନ୍ତି ତାହେଲେ ସେ ବାସ୍ତବ ସ୍ଥିତିଟା କ'ଣ ଦେଖିବେ। ଲୋକେ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, କିପରି ଭ୍ରଷ୍ଟାଚାରର ଶିକାର ହେଉଛନ୍ତି, କିପରି 19 ଲକ୍ଷ ଲୋକ 2.5 ମାସ ଧରି ଭତ୍ତା ନ ପାଇ ଦୁର୍ବିସହ ଜୀବନ ଯାପନ କରୁଛନ୍ତି, କିପରି ଆଇନ ଶୃଙ୍ଖଳା ଚୁଲିକି ଯାଇଛି। ସଦ୍ୟତମ ଉଦାହରଣ ହେଉଛି ଆମର କଲ୍ୟାଣ ସିଂହପୁର, ରାୟଗଡ଼ା। ଆପଣ ଭାବିପାରୁଛନ୍ତି ରାସ୍ତା ଉପରେ କିଛି ଲୋକ ଗୋଟେ ଝିଅକୁ ନିରାଧାର ଅଭିଯୋଗରେ ଏମିତି ବିବସ୍ତ୍ର କରିବେ ରାସ୍ତା ଉପରେ? କିପରି ରାସ୍ତା ଉପରେ ଲୋକଙ୍କୁ କାଠ ଭଳିଆ ମଣିଷ ଆଣୁଛନ୍ତି, କିପରି ରାସ୍ତା ଉପରେ ଲୋକଙ୍କ ଉପରେ ଗାଡ଼ି ଚଢ଼େଇ ଦିଆଯାଉଛି। ଏ ସାହସ ପାଉଛନ୍ତି କେଉଁଠୁ? ଏ ତ ଔଦ୍ଧତ୍ୟର ସୃଷ୍ଟି କେଉଁଠୁ? ଭୟ ଶୂନ୍ୟତା, ପୋଲିସ ପ୍ରତି ଭୟ ଶୂନ୍ୟତା। ସେ କଥା ମଧ୍ୟ ଶୁଣିବେ। କିପରି ଅବିଚାରର ଶିକାର ହେଇ କଙ୍କାଳ ଧରିକି ବ୍ୟାଙ୍କ ସାମ୍ନାରେ ପହଞ୍ଚୁଛି। ଯାଆନ୍ତୁ ମାସ ମାସ ଧରି କିପରି ଯେଉଁ ମିଶନ ଶକ୍ତି ଆମର ଗଠନ ହୋଇଛି ତାର ସେଥିରେ ଯେଉଁମାନେ ନିୟୋଜିତ ଅଛନ୍ତି ଦରମାରୁ ବଞ୍ଚିତ ହେଉଛନ୍ତି। କିପରି ବେକାରୀ ସମସ୍ୟା ଭୟଙ୍କର ଭାବରେ ଛିଡ଼ା ହେଇଛି। ମୁଁ ଭାବୁଛି ଯାଇପାରନ୍ତି, ସମସ୍ତେ ଯିବେନି। ଆଉ ଯେଉଁମାନେ ଯିବେ ସେ ଥରୁଟିଏ ଗଲା ପରେ ଆଉ ଦ୍ୱିତୀୟବାର ଯିବେନି, କାରଣ ତାଙ୍କ ପାଖରେ ଉତ୍ତର ନାହିଁ, ତାଙ୍କର ସସାହସ ନାହିଁ ଲୋକଙ୍କୁ ସାମ୍ନା କରିବା ପାଇଁ। ସ୍ୱପ୍ନ ରାଇଜରେ ରହିଲେ ମଣିଷ କେବଳ ପଥଭ୍ରଷ୍ଟ ହୁଏ। ମୁଁ ଆଶା କରିବି ଯାହା ଘୋଷଣା କରିଛନ୍ତି ତାହା ପାଳନ କରିବେ। ସରକାରୀ ଦଳର ସମସ୍ତ ପ୍ରତିନିଧି କର୍ମକର୍ତ୍ତା ଲୋକଙ୍କ ପାଖକୁ ଯିବେ ଏବଂ ଲୋକଙ୍କ ସମସ୍ୟା ବୁଝିବେ।